ସକାଳୁ ସକାଳୁ ଚାଉଳ ଧୁଆ ପାଣି ଗୋଟେ ଗ୍ଲାସ୍ ଆଣିଥିଲି ଆଉ ଗୋଟେ ଗ୍ଲାସ୍‌ରେ 2 ଗ୍ଲାସ୍ ସାଧା ପାଣି ମିଶେଇକି ତାକୁ ଗୋଟେ ତରଳ ଫର୍ଟିଲାଇଜର୍ ବନେଇଛି। ଚାଉଳ ପାଣି ନାଇଟ୍ରୋଜେନ୍, ଫସ୍ଫରସ୍ ଆଉ କ୍ୟାଲସିୟମରେ ଭରପୁର ଥିବା ଗୋଟେ ଜୈବିକ ତରଳ ଖତ। ଆଉ ଏଇ ପାଣି ଗଛକୁ ସୁସ୍ଥ ରଖିବା ସହିତ ପତ୍ରକୁ ସୁନ୍ଦର କରିଥାଏ। ତ ମୁଁ ଆପଣଙ୍କୁ ଏଇଠି କିଛି ଦେଖେଇବି। ତ ଦେଖନ୍ତୁ ଚାଉଳ ପାଣି ଯେଉଁ ମୁଁ ରଖିଛି ଭର୍ତ୍ତି କରିଛି ଗ୍ଲାସ୍। ଆପଣଙ୍କୁ ଏବେ ଗୋଟେ ଜିନିଷ ଦେଖେଇବି ଯୋଉଟାକି ଆପଣ ବି ଦେଖିଲେ ଚାଉଳ ଧୁଆ ପାଣି ଆପଣ ବି ମଧ୍ୟ ଫିଙ୍ଗିବେନି, ଏମିତି ଗଛରେ ବ୍ୟବହାର କରିବେ। ଆଉ ଗଛରେ ୟାକୁ 3ଟା ଉପାୟରେ ବ୍ୟବହାର କରିହୁଏ। କେମିତି ଆପଣଙ୍କୁ ଆଜି କହିବି। ପ୍ରଥମେ ତ ଯଦି ଆପଣଙ୍କ କୌଣସି ଗଛରେ ମାଟିରେ କିଛି ଛୋଟ ଛୋଟ କିଡ଼ା ରହୁଛି କିମ୍ବା ଫଙ୍ଗସର ଡର ରହୁଛି, ତେବେ ସେଥିରେ ହଳଦୀ ଗୁଣ୍ଡ ମିଶେଇକି ଆଡ୍ କରନ୍ତୁ। ଆପଣଙ୍କ ଗଛରେ ଫଙ୍ଗସର ସମସ୍ୟା ରହିବନି, ମାଟି ବି ବହୁତ ହି ହେଲ୍ଦି। ଚାଉଳ ପାଣିରେ ଗୋଟେ ଷ୍ଟ୍ରଚ୍ ନାମକ ଲିକ୍ୱିଡ୍ ଥାଏ ଯୋଉଟାକି ପୁରା ତେଲିଆ ଲାଗେ ଆଉ ସେଇଟା ହିଁ ଆମ ଗଛର ଗ୍ଲିସେରିନ୍ ବନେଇ ରଖେ। ଆଉ ମାଟିର ଆର୍ଦ୍ରତା ତ ବନେଇ ରଖିବା ସହିତ ଗଛର ପତ୍ରର ସବୁଜ ରଙ୍ଗ ଗାଢ଼ ସବୁଜ ଆଣିଥାଏ ଆଉ ଗଛକୁ ହେଲ୍ଦି ରଖିଥାଏ। ତ ଏଇଥିରେ ହଳଦୀ ଗୁଣ୍ଡ ମିଶେଇକି ଗୋଟେ ଚାମଚ ମାପରେ ଏମିତି ଗଛରେ ଆଡ୍ କରୁଛି। ଏଇଟା ଗଛ ମୂଳରେ ବି ଦେଇପାରିବେ। ଆଉ ଯଦି ଏମିତିକା କିଛି ପତ୍ରକୁ କିଛି ସ୍ପ୍ରେ କରୁଛନ୍ତି ବା ପତ୍ରର କିଛି ଦାଗ ପଡ଼ୁ, ତାହେଲେ ଏଇ ଚାଉଳ ପାଣିରେ ହଳଦୀ ଗୁଣ୍ଡ ମିଶେଇବେନି। କେବଳ ଚାଉଳ ଧୁଆ ପାଣିକୁ ଗୋଟେ କପଡ଼ାରେ ଭିଜେଇକି ତାକୁ ହାଲକା ଭାବରେ ଚିପୁଡ଼ିକି ଏମିତି ପତ୍ରକୁ ସଫା ରଖିବେ। ସଫା ରଖିଲେ ସେଥିରେ କୌଣସି ପୋକ ଲାଗେନି କି କୌଣସି ଜୀବାଣୁ ଲାଗେନି ଆଉ ତା ସାଥିରେ ପତ୍ରର ଗ୍ଲେଜ୍ ବହୁତ ହି ଭଲ କରେ ଆଉ ଗ୍ଲିସେରିନ୍ ବନି ରହେ। ମୁଁ ଏବେ ଚାଉଳ ପାଣିକୁ ଏବେ ଗଛରେ ଦେଉଛି ଆଉ କିଛି ସାଧା ଚାଉଳ ପାଣି ଅଲଗା କାଢ଼ିକି ରଖିଛି, ତାକୁ ଗଛର ପତ୍ରରେ ସ୍ପ୍ରେ କରିବୁ। ବହୁତ ଜଣଙ୍କର କମେଣ୍ଟ ଯେହେତୁ ଥିଲା କି ଚାଉଳ ଧୁଆ ପାଣି ଆପଣ କେମିତି ବ୍ୟବହାର କରୁଛନ୍ତି ବା ଗଛର କେମିତିକା ଆପଣ ହେଉଛି ଏତେ ପତ୍ର ଗ୍ଲେଜ୍ ରହୁଛି, ହଳଦିଆ ଏତେ ପଡ଼ୁନି କ'ଣ ପାଇଁ। ତ ଖରାଦିନ ଯେହେତୁ ଚାଉଳ ପାଣିଟା ବହୁତ ହି ଭଲ କ୍ୟାଲସିୟମ୍ ଆମ ଗଛକୁ ଯୋଗାଏ ଆଉ ତା ସାଥିରେ ପୋଟାସିୟମ୍ ମାତ୍ରା ଯୋଗାଇଥାଏ। ଗୋଟେ ଜୈବିକ ଖତ ଆମେ ଯେମିତି ଦିଅନ୍ତି ଯେମିତି କାମ କରେ ନା, ସମାନ କାମ କରେ ଆମର ଏମିତି ଚାଉଳ ପାଣି ଦେବା। ଆଉ ଏଇଠି ଦେଖନ୍ତୁ ଗଛ ଉପରେ ଏମିତି ସ୍ପ୍ରେ କରିପାରିବେ, ପତ୍ରରେ ଏମିତି ଧାର ପୋଛି ଦେଇପାରିବେ। ବାକି ରହିଲା ଚାଉଳ ପାଣିରେ କପଡ଼ା ବୁଡ଼େଇକି ବି ପୋଛି ଦେଇପାରିବେ। ଏମିତି ଦେଖନ୍ତୁ ଏହାଦ୍ୱାରା କ'ଣ ହୁଏ ନା, ଏଥିରେ ଧୂଳିକଣା ଜମି ରହେନି ଆଉ ବହୁତ ଭଲ ଗ୍ଲେଜ୍ କରେ। ଚାଉଳ ପାଣି ଆମ ଗଛ ପାଇଁ ଯେଉଁ ଜୀବାଣୁ ଉପକାର କରିଥାନ୍ତି ସେଇ ଉପକାରୀ ଜୀବାଣୁମାନଙ୍କୁ ଖାଦ୍ୟ ଦେଇ ବଡ଼ କରିଥାଏ। କାରଣ ଚାଉଳ ପାଣିରେ ଥିବା ଷ୍ଟ୍ରସ୍ ମାଟିରେ ଜୀବାଣୁମାନଙ୍କୁ ଖାଦ୍ୟ ଦିଏ, ଯାହା ପୋଷକ ତତ୍ତ୍ୱ ଶୋଷଣକୁ ଉନ୍ନତ କରେ। ଚାଉଳ ପାଣିରେ ଭରପୁର ମାତ୍ରାରେ ନାଇଟ୍ରୋଜେନ୍ ଅଛି, ଯାହାକି